ଖୋର୍ଦ୍ଧା ସହର ସୌନ୍ଦର୍ଯ୍ୟକରଣ ଆଳରେ ରାସ୍ତା ପାର୍ଶ୍ୱରୁ ବିଭିନ୍ନ ଦୋକାନ ସମେତ ଆମିଷ ଦୋକାନ ଉଚ୍ଛେଦ ପ୍ରଶାସନ କରୁଥିବା ବେଳେ ପୌରାଞ୍ଚଳର 3ଟି ୱାର୍ଡର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଓଭଲଫେଡ୍ର କାଉଣ୍ଟର କରିବାକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି। ଉକ୍ତ କାଉଣ୍ଟରକୁ ସେଠାରୁ ସ୍ଥାନାନ୍ତରିତ କରି ଅନ୍ୟ କୌଣସି ସ୍ଥାନରେ କରିବା ଦାବିରେ ଏକ ଦାବିପତ୍ର ଖୋର୍ଦ୍ଧା ପୌରପାଳିକା ଅଧିକାରୀ ଖୋର୍ଦ୍ଧା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଥାଉ କି ଖୋର୍ଦ୍ଧା ପୌର ପରିଷଦ ଅଧୀନ 6 ନମ୍ବର ୱାର୍ଡ ଅନ୍ତର୍ଗତ ନବୀନାବାଗ ଛକଠାରୁ ଗଡ଼ି ଉଠିଥିବା ବହୁ ଆମିଷ ପସରାଗୁଡ଼ିକୁ ବହୁଦିନ ଧରି ବିରୋଧ କରିବା ବେଳେ ଏକ ଓଭଲଫେଡ୍ କାଉଣ୍ଟର କରାଯାଉଛି, ଯାହାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି। ଉକ୍ତ ଛକ ଦେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଦ୍ୟାଳୟକୁ ଯାତାୟାତ କରୁଥିବା ବେଳେ କୋମଳମତି ଶିଶୁ ଓ 3ଟି ୱାର୍ଡର ବାସିନ୍ଦାଙ୍କ ଏହା ଚଳପ୍ରଚଳ ରାସ୍ତା। ଉକ୍ତ ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ମହିଳା ମହାବିଦ୍ୟାଳୟ ଯାଉଥିବା ବେଳେ ନିକଟରେ ଥିବା ସ୍ୱପ୍ନେଶ୍ୱର ମନ୍ଦିର, ମଙ୍ଗଳା ମନ୍ଦିର ପ୍ରମୁଖ ଶ୍ରଦ୍ଧାଳୁମାନେ ଯା ଆସ କରିଥାନ୍ତି। ପୂର୍ବରୁ ଥିବା ଦୋକାନଗୁଡ଼ିକରେ ଛେଳି ଓ କୁକୁଡ଼ା କଟାଯାଇ ଖୋର୍ଦ୍ଧାରେ ପ୍ରଦର୍ଶିତ କରାଯାଉଛି, ଯାହାକୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ। ଏହି ସମସ୍ୟା ପ୍ରତି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ଦାବି ହେଉଛି। ଖୋର୍ଦ୍ଧାରୁ ଆନ୍ଦୋଳନ ଓଡ଼ିଶା ବ୍ୟୁରୋ ରିପୋର୍ଟ।